ଆମମାନଙ୍କ ଫୋନ୍ରେ ଏମିତି କେତେ ଆପ୍ସ ଥାଏ ଯାହାକୁ ଥରେ ଡାଉନଲୋଡ୍ କଲା ପରେ ଆଉ କେବେ ଖୋଲା ବି ଯାଏନି। ଏମିତି ତ ଆମେ ସମସ୍ତେ କରୁ, ନୁହେଁ କି? କିନ୍ତୁ କେବେ ଭାବିଛନ୍ତି ସେଇ ଭୁଲି ଯାଇଥିବା ଆପ୍ସଗୁଡ଼ିକ ଗୋଟେ ବଡ଼ ବିପଦର କାରଣ ହେଇପାରେ? ଚାଲନ୍ତୁ ଆଜି ଏ ବିଷୟରେ ଟିକେ ଗଭୀରକୁ ଯିବା। ହଁ, ଟିକେ ଭାବିବା ଦରକାର। ଯେଉଁ ଆପ୍ଗୁଡ଼ିକୁ ବର୍ଷେ କି 2 ବର୍ଷ ହେଲା ଖୋଲାଯାଇନି, ସେଗୁଡ଼ିକ ଫୋନ୍ ଭିତରେ ଚୁପଚାପ ପଡ଼ି ରହି କରୁଛନ୍ତି କ'ଣ? ସାଧାରଣତଃ ଲାଗିବ କିଛି ନୁହେଁ, କିନ୍ତୁ ସତ କଥାଟା ଟିକେ ଅଲଗା। ଆଉ ଏହାର ଉତ୍ତର ଟିକେ ଚିନ୍ତା ବଢ଼େଇଦେଲା ଭଳି। ଜାଣନ୍ତି, ଏହି ଆପ୍ସଗୁଡ଼ିକ ନିଷ୍କ୍ରିୟ ଥିଲେ ବି ସେମାନଙ୍କ ପାଖରେ କ୍ୟାମେରା, ମାଇକ୍ରୋଫୋନ୍ କିମ୍ବା ଲୋକେସନ୍ ଆକ୍ସେସ୍ କରିବାର ଅନୁମତି ରହିଥାଇପାରେ। ଏହା ଠିକ୍ ଗୋଟେ ଡିଜିଟାଲ ଟାଇମ୍ ବମ୍ ଭଳି। ହେଲେ ଡରିବାର କିଛି ନାହିଁ। ଖୁସିର କଥା ହେଉଛି ଏଥିରୁ ବଞ୍ଚିବାର ଗୋଟେ ବଢ଼ିଆ ଉପାୟ ଅଛି। ତେବେ ଭଲ ଖବରଟା ହେଲା, ଆଣ୍ଡ୍ରଏଡ୍ ଏହି ସମସ୍ୟା ବିଷୟରେ ଜାଣେ, ଆଉ ଏହାର ସମାଧାନ ଆମ ଫୋନ୍ ଭିତରେ ହିଁ ଲୁଚିକି ରହିଛି। ଏହା ଏକ ପ୍ରକାର ସ୍ମାର୍ଟ ସୁରକ୍ଷା କରି, ଯିଏ ଆମ ଅଜାଣତରେ ଚୁପଚାପ ଏହି ବିପଦକୁ ଦୂରେଇ ଦିଏ। ତେବେ ପ୍ରଶ୍ନ ଉଠୁଛି, ଏହି ଜବରଦସ୍ତ ଫିଚରର ନାଁ କ'ଣ? ହଁ, ଏହାର ଅଫିସିଆଲ ନାଁ ହେଉଛି ଯଦି ଆପ୍ ବ୍ୟବହାର କରାଯାଉ ନାହିଁ, ତେବେ ଅନୁମତିଗୁଡ଼ିକ ହଟାନ୍ତୁ। ମାନୁଛି, ନାଁଟା ଟିକେ ଲମ୍ବା ହେବ, କିନ୍ତୁ ଏହାର କାମ ବହୁତ ଶକ୍ତିଶାଳୀ। ଏହି ଫିଚରଟି ହିଁ ଆମ ହାତକୁ ନିୟନ୍ତ୍ରଣ ଫେରାଇ ଆଣେ। ଆଉ ଏହି ସେଟିଂକୁ ଖୋଜିବା ବି ବହୁତ ସହଜ। ଫୋନ୍ର ଯେକୌଣସି ଆପ୍ ଆଇକନ୍ ଉପରେ କିଛି ସମୟ ଟ୍ୟାପ୍ କରି ଧରିଲେ ଆପ୍ ଇନ୍ଫୋ ବୋଲି ଗୋଟେ ଅପସନ୍ ଆସେ। ବାସ୍ ସେଇଠିକି ଗଲେ ହିଁ ଏହି ଅପସନ୍ ମିଳିଯିବ। ଠିକ୍ ଅଛି, ତେବେ ପ୍ରଶ୍ନ ହେଉଛି, ଏହି ଫିଚରକୁ ଅନ୍ କଲେ ପ୍ରକୃତରେ କ'ଣ ହୁଏ ଆଉ ଅଫ୍ ରଖିଲେ କ'ଣ ହୁଏ? ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଦୁଇଟି ଭିତରେ ଆକାଶ ପାତାଳର ଫରକ। ଆସନ୍ତୁ ଦେଖିବା ଏହା କେମିତି ଆମ ଫୋନ୍ର ସୁରକ୍ଷାକୁ ପୁରା ବଦଳାଇ ଦିଏ। ଏହି ସ୍ଲାଇଡ୍ଟାକୁ ଦେଖିଲେ ପୁରା କାହାଣୀଟା ବୁଝେଇ ହେଇଯିବ। ଦେଖନ୍ତୁ, ଯେତେବେଳେ ଏହି ଫିଚର ଅନ୍ ଥାଏ, କିଛି ମାସ ପରେ ଆଣ୍ଡ୍ରଏଡ୍ ନିଜେ ହିଁ ସେହି ଆପ୍ର ଅନାବଶ୍ୟକ ପରମିଶନଗୁଡ଼ିକୁ ବନ୍ଦ କରିଦିଏ, ଏକଦମ ଗୋଟେ ସୁରକ୍ଷା କବଚ ଭଳି। କିନ୍ତୁ ଯେତେବେଳେ ଏହା ଅଫ୍ ଥାଏ, ସେହି ପୁରୁଣା ଆପ୍ ଚୁପଚାପ ଆମ ଡାଟା ଉପରେ ନଜର ରଖିଥାଏ। ଏହା ଠିକ୍ ଗୋଟେ ଖୋଲା ଦ୍ୱାର ଭଳି, ଯାହା ସବୁବେଳେ ବିପଦକୁ ଡାକି ଆଣେ। ଓକେ, ତେବେ ଏହି ଫିଚର କ'ଣ ସେ ବିଷୟରେ ତମେ ଜାଣିଗଲେ, କିନ୍ତୁ ଏହାକୁ ସ୍ମାର୍ଟଲି କେମିତି ବ୍ୟବହାର କରିବା? ମାନେ କେଉଁ ଆପ୍ ପାଇଁ ଏହାକୁ ଅନ୍ ରଖିବା ଉଚିତ ଆଉ କେଉଁ ଆପ୍ ପାଇଁ ଅଫ୍ ରଖିବା? ଆସନ୍ତୁ ଏହାର ଗୋଟେ ସରଳ ଫର୍ମୁଲା ବୁଝିବା। ଦେଖନ୍ତୁ, ଏହାକୁ ମନେ ରଖିବାର ଗୋଟେ ବହୁତ ସହଜ ଉପାୟ ଅଛି। ଯେଉଁ ଆପ୍ଗୁଡ଼ିକୁ ବହୁତ କମ୍ ବ୍ୟବହାର କରାଯାଏ, ମାନେ କେବେ କେମିତି ଦରକାର ପଡ଼େ, ସେଗୁଡ଼ିକ ପାଇଁ ଏହି ଫିଚରକୁ ସବୁବେଳେ ଅନ୍ ରଖିବା ଦରକାର। କିନ୍ତୁ ଯେଉଁ ଆପ୍ଗୁଡ଼ିକ ପ୍ରତିଦିନ କାମରେ ଲାଗେ, ଯେମିତିକି ହ୍ୱାଟ୍ସଆପ୍ କିମ୍ବା ଫୋନ୍ ଡାଇଲର, ସେଥିପାଇଁ ଏହାକୁ ଅଫ୍ ରଖିବା ଭଲ, ନହେଲେ ବାରମ୍ବାର ପରମିଶନ ମାଗିବାର ସମ୍ଭାବନା ଥାଏ। ତେବେ ଏହି ଗୋଟିଏ ଛୋଟ ସେଟିଂକୁ ବଦଳାଇବା ଦ୍ୱାରା ପ୍ରକୃତରେ କି ଫାଇଦା ମିଳେ, ଭାବିଲେ ଆଶ୍ଚର୍ଯ୍ୟ ଲାଗିବ। ଏହାର ଲାଭଗୁଡ଼ିକ କେତେ ବଡ଼, ଆସନ୍ତୁ ଦେଖିବା। ଏହା କାହିଁକି ଆମ ଡିଜିଟାଲ ଜୀବନ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ? ତେବେ ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ଏହାକୁ ଅନ୍ କଲେ କ'ଣ ମିଳେ? ପ୍ରାଇଭେସି ବଢ଼େ, ସିକ୍ୟୁରିଟି ମଜବୁତ ହୁଏ, ଫୋନ୍ର ପରଫର୍ମାନ୍ସ ଭଲ ହୁଏ, ଏପରିକି ବ୍ୟାଟେରୀ ଲାଇଫ୍ ବି ବଞ୍ଚେ। ସତରେ ଗୋଟିଏ ଛୋଟ ସେଟିଂର ଏତେ ସବୁ ଫାଇଦା? ଶେଷରେ କଥାଟା ବହୁତ ସିଧାସଳଖ। ଏହି ଫିଚରକୁ କୌଣସି ଫ୍ୟାନ୍ସି କାରଣ ପାଇଁ ତିଆରି କରାଯାଇ ନାହିଁ। ଏହାର ଲକ୍ଷ୍ୟ କେବଳ ଗୋଟିଏ, ଆମର ଗୋପନୀୟତା ଏବଂ ସୁରକ୍ଷା। ଏହାର ଏକମାତ୍ର କାମ ହେଉଛି ଆମ ଡିଜିଟାଲ ଦୁନିଆକୁ ଟିକେ ଅଧିକ ସୁରକ୍ଷିତ କରିବା। ବାସ୍ ଏତିକି। ତେବେ ଏହି ଗୋଟିଏ ଫିଚର ବିଷୟରେ ତ ଆମେ ଜାଣିଲେ, କିନ୍ତୁ ଏହା ଆମ ସମସ୍ତଙ୍କୁ ଗୋଟେ ବଡ଼ ପ୍ରଶ୍ନ ଆଗରେ ଛିଡ଼ା କରାଏ। ଆମର ଡିଜିଟାଲ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଆଉ କ'ଣ ସବୁ କରାଯାଇପାରେ? ଏ ବିଷୟରେ ଟିକେ ଚିନ୍ତା କରିବା ନିଶ୍ଚୟ ଆବଶ୍ୟକ।